ପିଲାମାନେ ତୁମ ସମସ୍ତଙ୍କୁ ଆଜିର କ୍ଲାସକୁ ସ୍ୱାଗତ। ଆଜିର କ୍ଲାସରେ ଆମେ ତୁମ ଇଂରାଜୀ ବହି ଜସ୍ମିନର ୟୁନିଟ୍ 1ର ଚାପ୍ଟର 1 ବା ପ୍ରଥମ ଅଧ୍ୟାୟ ଆଲୋଚନା କରିବା। ଆସ ଏ ପ୍ରଥମ ଅଧ୍ୟାୟଟି ଦେଖିବା। এই ପ୍ରଥମ ଅଧ୍ୟାୟଟି ଅଛି ଦ ଡେ ଦ ରିଭର ସ୍ପୋକ୍, ଅର୍ଥାତ୍ ଯେଉଁଦିନ ନଦୀଟି କହିଲା। ଦେଖ କ'ଣ ସବୁ ଅଛି। ପ୍ରଥମ ଅଛି କ୍ଲୋଜ୍ ୟୋର ଆଇଜ୍ ଆଣ୍ଡ କ୍ୱାଇଟଲି ଲିସନ୍ ଟୁ ଦ ସାଉଣ୍ଡସ୍ ଆରାଉଣ୍ଡ ୟୁ ଫର୍ ଏ ମିନିଟ୍, ଅର୍ଥାତ୍ ଆଖି ବନ୍ଦ କର ଏବଂ 1 ମିନିଟ୍ ପାଇଁ ଶାନ୍ତ ଭାବରେ ତୁମ ଚତୁଃପାର୍ଶ୍ୱର ଶବ୍ଦକୁ ଶୁଣ। ଆର୍ ଦେ ଟ୍ରାଇଂ ଟୁ ଟେଲ୍ ୟୁ ସମଥିଙ୍ଗ, ସେମାନେ ତୁମକୁ କିଛି କହିବାକୁ ଚେଷ୍ଟା କରୁଛନ୍ତି କି? ଡୁ ୟୁ ଥିଙ୍କ ଦ ଥିଙ୍ଗସ୍ around you also listen to you all day long, ତୁମେ ଭାବୁଛ କି ତୁମ ଚତୁଃପାର୍ଶ୍ୱରେ ଥିବା ଜିନିଷ ଗୁଡ଼ିକ ତୁମକୁ ସାରା ଦିନ ଶୁଣୁଛନ୍ତି? ତାପରେ ଅଛି ଦେଖ, ଜାହ୍ନବୀ ୱାଜ୍ ଏ ବ୍ରାଇଟ୍ ୟଙ୍ଗ ଗାର୍ଲ, ଜାହ୍ନବୀ ଜଣେ ଉଜ୍ଜଳ ଯୁବ ବାଳିକା ଥିଲା। She lived with her parents and 3 brothers in a coastal village in India. ସେ ତାର ପିତାମାତା ଓ 3 ଭାଇଙ୍କ ସହ ଭାରତର ଏକ ଉପକୂଳ ଗ୍ରାମରେ ବାସ କରୁଥିଲା। Her parents worked on the farm. ତାର ପିତାମାତା ଏକ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। She had a dream. ତାର ଗୋଟିଏ ସ୍ୱପ୍ନ ଥିଲା। What could be the dream of ଜାହ୍ନବୀ? ଜାହ୍ନବୀର ସ୍ୱପ୍ନ କ'ଣ ହୋଇପାରିଥାଏ? How could she make her dream come true? ସେ କିପରି ତାର ସ୍ୱପ୍ନକୁ ସତ୍ୟରେ ପରିଣତ କଲା? ଏହି 2ଟି ପ୍ରଶ୍ନର ଉତ୍ତର ଆମେ ବିଷୟଟିକୁ ପଢ଼ିଲେ ଜାଣିପାରିବା। ତ 3 ନମ୍ବର କ୍ୱେଶ୍ଚନ ଅଛି, ହ୍ୱାଟ୍ ଇଜ୍ ୟୋର ଡ୍ରିମ୍? ତୁମର ସ୍ୱପ୍ନ କ'ଣ? ତୁମେ ଲେଖିପାରିବ, ମାଇ ଡ୍ରିମ୍ ଇଜ୍ ଟୁ ବିକମ୍ ଏ ଡକ୍ଟର ଅର୍ ଇଞ୍ଜିନିୟର ଅର୍ ଟିଚର ଅର୍ ଏ ପୋଲିସ। ତୁମେ ତୁମ ଇଚ୍ଛା ଅନୁଯାୟୀ ତୁମ ଡ୍ରିମ୍ ଲେଖିବ। ହ୍ୱାଟ୍ କ୍ୟାନ୍ ୟୁ ଡୁ ଟୁ ମେକ୍ ୟୋର ଡ୍ରିମ୍ କମ୍ ଟ୍ରୁ? ତୁମେ ତୁମର ସ୍ୱପ୍ନକୁ ସତ୍ୟରେ ପରିଣତ କରିବା ପାଇଁ କ'ଣ କରିପାରିବ? ଉତ୍ତର ତୁମେ ଲେଖିପାରିବ, ଆଇ ୱିଲ୍ ଷ୍ଟଡି ହାର୍ଡ, ଟେକ୍ ଗାଇଡାନ୍ସ ଫ୍ରମ୍ ଟିଚର୍ସ ଆଣ୍ଡ ପ୍ରାକ୍ଟିସ୍ ରେଗୁଲାରଲି ଟୁ ଆଚିଭ୍ ମାଇ ଗୋଲ୍। ଏହାପରେ ଆମେ ବିଷୟଟିକୁ ଆଲୋଚନା କରିବା। ଦେଖ, ଏଠାରେ ଗୋଟେ ଚିତ୍ର ରହିଛି। ଗୋଟେ ଝିଅଟି ବସି ଏଠି ନଦୀ କୂଳରେ ଝିଅଟି କାନ୍ଦୁଛି, ଗୋଟେ ଶୁଆଟି ଉଡ଼ି ଯାଉଛି, ଗୋଟେ ମାଛ ରଙ୍କା ଚଢ଼େଇଟି ଅଛି, ଆଉ ଗୋଟିଏ ସବୁଜ ରଙ୍ଗର ଏଣ୍ଡୁଅଟିଏ ଅଛି। ତାହେଲେ ଆମେ ଆସ ବର୍ତ୍ତମାନ ବିଷୟଟି ଆଲୋଚନା କରିବା। A big bright tear splashed down her nose, and another. A kingfisher swept down its wings, an arrow of blue in the sunlight, and a green lizard slithered down to the river's edge to bask in the sun. A big bright ear splashed down her nose. ଲୁହ ଟୋପାଏ ତାର ନାକ ଉପରେ ପଡ଼ିଲା। ସ୍ପ୍ଲାଷ୍ଟ ହେଉଛି ଟୋପା ଟୋପା ହୋଇ ପଡ଼ିବା, ସ୍ପ୍ଲାଷ୍ଟ। ଆଣ୍ଡ ଆନାଦର, ଆଉ ଟୋପାଏ ମଧ୍ୟ ପଡ଼ିଲା। ଏ କିଙ୍ଗଫିଶର ସ୍ୱିଫ୍ଟ ଡାଉନ୍, ଗୋଟିଏ ମାଛରଙ୍କା ପକ୍ଷୀଟିଏ ତଳକୁ ଉଡ଼ି ଆସିଲା। ଇଟ୍ସ ୱିଙ୍ଗସ୍ ଆନ୍ ଆରୋ ଅଫ୍ ବ୍ଲୁ ଇନ୍ ଦ ସନଲାଇଟ୍, ତାର ନୀଳ ଡେଣା ଦୁଇଟି ସୂର୍ଯ୍ୟାଲୋକରେ ତୀର ଭଳି ଦେଖାଯାଉଥିଲା। And a green lizard slithered down to the river's edge to bask in the sun. ଏବଂ ଏକ ସବୁଜ ରଙ୍ଗର ଏଣ୍ଡୁଅଟିଏ ଖରା ଖାଇବା ପାଇଁ ନଦୀ ଧାର ନିକଟକୁ ଧୀର ଭାବରେ ଖସି ଆସିଲା। ସ୍ଲିଥର୍ଡ ମାନେ ହେଲା ପିଲାମାନେ ଘୁଷୁରି ଘୁଷୁରି ଆସିବା। Dear, dear, said a sleepy, murmuring voice, what's the matter? ଅର୍ଥାତ୍ ପ୍ରିୟ ଏକ ନିଦୁଆ ଗୁଣୁଗୁଣୁ ସ୍ୱରରେ କହିଲା, ପ୍ରିୟ ପ୍ରିୟ ଘଟଣା କ'ଣ? ମର୍ମରିଂ ହେଉଛି ଗୁଣୁଗୁଣୁ ସ୍ୱରରେ କହିବା। ଦେଖ, ସ୍ପିକିଂ ଇନ୍ ଏ ଲୋ ଭଏସ୍, ଅର୍ଥାତ୍ ଗୁଣୁଗୁଣୁ ସ୍ୱରରେ କହିବା। ଜାହ୍ନବୀ ୱାଜ୍ ଷ୍ଟାର୍ଟଲ୍ଡ, ଜାହ୍ନବୀ ଆଶ୍ଚର୍ଯ୍ୟ ହୋଇଗଲା। ଷ୍ଟାର୍ଟଲ୍ଡ ମାନେ ଆଶ୍ଚର୍ଯ୍ୟ ହେଲା। ଜାହ୍ନବୀ ଆଶ୍ଚର୍ଯ୍ୟ ହେଲା। ବିକଜ ସି ୱାଜ୍ ସିଓର ସି ହ୍ୟାଡ୍ ବିନ୍ କ୍ୱାଇଟ୍ ଏଲୋନ୍, କାରଣ
ସେଠାରେ ସେ ଏକାକୀ ନୀରବରେ ଥିଲା। ଇଟ୍ କୁଡ୍ ନଟ୍ ହାଭ୍ ବିନ୍ ଦ ଲିଜାର୍ଡ, ଏହା ତ ଏଣ୍ଡୁଅର ସ୍ୱର ହୋଇନପାରେ। ଆଣ୍ଡ ଦ କିଙ୍ଗଫିଶର ୱାଜ୍ ଅଫ୍ ଦ thicket ଅଫ୍ ବାମ୍ବୋ ଇଟିଂ ଦ ଫିସ୍ ଇଟ୍ ହ୍ୟାଡ୍ କଡ୍। thicket ମାନେ ହେଉଛି ଘଞ୍ଚ ବୁଦା, ଏ ଡ୍ୟାନ୍ସ ଗ୍ରୁପ ଅଫ ବୁସେସ୍ ବା ଗହଳିଆ ବୁଦା। ଇଟିଂ ଦ ଫିସ୍ ଇଟ୍ ହ୍ୟାଡ୍ କଡ୍, ମାଛରଙ୍କା ପକ୍ଷୀଟି ଉପରକୁ ଉଠିଯାଇ ଘଞ୍ଚ ବାଉଁଶ ଗଛ ଉପରେ ଧରିଥିବା ମାଛଟିକୁ ଖାଉଥିଲା। ଇଟ୍ କୁଡ୍ ନଟ୍ ବି ଦ ପ୍ୟାରୋଟ୍, ଏହା ମଧ୍ୟ ଶୁଆ ବି ହୋଇ ନ ପାରନ୍ତି। ବିକଜ୍ ପ୍ୟାରୋଟ୍ସ shrieked and this was such a sleepy voice. shrieked ମାନେ ଉଚ୍ଚ ସ୍ୱରରେ ଚିତ୍କାର କରିବା। ତାହେଲେ ଜାହ୍ନବୀ କାହିଁକି ଭାବୁଛି ପ୍ୟାରୋଟ୍ ଅର୍ଥାତ୍ ଶୁଆ ହୋଇ ନ ପାରନ୍ତି? କାରଣ ସେମାନେ ଚିତ୍କାର କରି ବୋବାନ୍ତି। କିନ୍ତୁ ଏହା ଗୋଟିଏ this was such a sleepy voice, ଏହା ଗୋଟିଏ ନିଦୁଆ ସ୍ୱର ଥିଲା। she looked around her, ସେ ତାର ଚାରିପଟକୁ ଚାହିଁଲା। there was not a soul inside, କୌଣସି ଆତ୍ମାଟିଏ ଦେଖାଯାଉ ନଥିଲା, ଅର୍ଥାତ୍ କେହି ଦେଖାଯାଉ ନଥିଲେ। she was rather scared and wanted to run, ସେ ଭୟଭୀତ ହେଲା ଏବଂ ଦୌଡ଼ି ପଳାଇବାକୁ ଚାହିଁଲା। you should not cry, you know, the voice went on, ସ୍ୱର ପୁଣି ଶୁଭିଲା, ତୁମେ କାନ୍ଦିବା ଉଚିତ ନୁହେଁ। and you really should not be scared when you have been coming here to see me every day, well, almost every day, ଅର୍ଥାତ୍ ତୁମେ ମଧ୍ୟ ଭୟଭୀତ ହୁଅ ନାହିଁ, ଯେହେତୁ ତୁମେ ମୋତେ ପ୍ରତ୍ୟେକ ଦିନ ଦେଖା କରିବାକୁ ଆସୁଛ। she was puzzled, ସେ ବିବ୍ରତ ହୋଇଗଲା। it was such a voice like the river, ଏହା ତ ନଦୀର ସ୍ୱର ଭଳି ଲାଗୁଛି। it could not be the river, ଏହା ନଦୀର ସ୍ୱର ହୋଇନପାରେ। well, tell me all about it, ଆଚ୍ଛା ଘଟଣା କ'ଣ ମୋତେ କୁହ, said the river, ନଦୀଟି କହିଲା। for it was the river, ତୁମେ ଜାଣ, I have got to hurry to reach the sea, you know, ତୁମେ ତ ଜାଣ ମୁଁ ସମୁଦ୍ରରେ ପହଞ୍ଚିବାକୁ ତରବର ଅଛି, ଏହା ନଦୀଟି ଜାହ୍ନବୀକୁ କହୁଛି। they won't let me go to school, ଜାହ୍ନବୀ କହିଲା। said ଜାହ୍ନବୀ, ଜାହ୍ନବୀ କହିଲା ସେମାନେ ମୋତେ ବିଦ୍ୟାଳୟକୁ ଯିବାକୁ ଦେଉନାହାନ୍ତି। I asked my mother, why can't I go to school like my elder brother Gopi and Ramu, ମୁଁ ମୋ ମାଙ୍କୁ ପଚାରିଲି ମୁଁ କାହିଁକି ମୋ ବଡ଼ ଭାଇ ଗୋପୀ ଓ ରାମଙ୍କ ଭଳି ସ୍କୁଲକୁ ଯାଇପାରିବିନି। and mother had replied, you are too small baby, maybe later, ମା ଉତ୍ତର ଦେଲେ ତୁମେ ଅତି ଛୋଟ ପିଲା, ପରେ ଯିବ। but when she was 5, little Ramu was born and mother still said, maybe next year, Janhavi, mind your little brother while I go to the field। ଆଚ୍ଛା ଜାହ୍ନବୀ କହୁଛି ମୁଁ ଯେତେବେଳେ 5 ବର୍ଷ ହୋଇଥିଲି ରାମୁ ସେତେବେଳେ ଜନ୍ମ ହୋଇଥିଲା। ମା କହିଲେ ତଥାପି ଆର ବର୍ଷକୁ ଯିବୁ, ବର୍ତ୍ତମାନ ତୁ ତୋର ସାନ ଭାଇକୁ ଦେଖା ରଖା କର, କାରଣ ମୁଁ ବିଲକୁ ଯାଉଛି। now she was nearly 10 and minding little Apu, who was the smallest. they don't want me, they only see, stopped with a sob। ବର୍ତ୍ତମାନ ମୋତେ 10 ବର୍ଷର ହେଲାଣି, ଜାହ୍ନବୀ କହୁଛି ବର୍ତ୍ତମାନ ମୋତେ 10 ବର୍ଷ ହେଇଗଲାଣି। now she was nearly 10, ମୋତେ 10 ବର୍ଷ ହେଲାଣି ଏବଂ ସବା ସାନ ଭାଇ ଆପୁକୁ ଜଗାରଖା କରୁଛି। and minding ମାନେ ହେଲା ଜଗାରଖା କରିବା, ଯତ୍ନ ନେବା, ସେ ମଧ୍ୟ ତା ସବା ସାନ ଭାଇ ଆପୁକୁ ଜଗାରଖା ବା ଦେଖାଶୁଣା କରୁଛି। who was the smallest, ଯିଏକି ସବୁଠାରୁ ସାନ। they don't want me, ଅର୍ଥାତ୍ ସେମାନେ ମୋତେ ବିଦ୍ୟାଳୟକୁ ପଠାଇବାକୁ ଚାହୁଁ ନାହାନ୍ତି। they only, she stopped with a sob, ଏହାକୁ କୋହଭରା କଣ୍ଠରେ କହିଲା ମୁଁ ସ୍କୁଲକୁ ଯିବାକୁ ଭୟ କରୁଛି।
ଦେ ଡୋଣ୍ଟ ୱାଣ୍ଟ ମି ଦେ ଓନ୍ଲି ସି ଷ୍ଟପ୍ ୱିଥ୍ ଏ ସୋ ଅର୍ଥାତ୍ ସେ କାନ୍ଦିଲା କାନ୍ଦି ପକାଇଲା ଅର୍ଥାତ୍ ସେମାନେ ତା କଥାଟା ସେ ଆଉ ଅଧିକ କହିପାରିଲା ନାହିଁ ଦେ ଓନ୍ଲି ଏତିକିରେ ସେମାନେ ମୋତେ ରହିଯାଇଛି ଆଇ ଆମ୍ ସ୍କେୟାର୍ଡ ଟୁ ଗୋ ଟୁ ସ୍କୁଲ ମୁଁ ସ୍କୁଲକୁ ଯିବାକୁ ଭୟ କରୁଛି ସ୍କେୟାର୍ଡ ମାନେ ହେଉଛି ଭୟ କରିବା ଆଣ୍ଡ ଆଇ ଆମ୍ ସୋ ଓଲ୍ଡ ନାଓ ମୋତେ ବହୁତ ବର୍ଷ ହେଲାଣି ଦେ ୱିଲ୍ ନେଭର ଲେଟ୍ ମି ଗୋ ସେମାନେ ମୋତେ ଯିବାକୁ ଦେବେ ନାହିଁ ବଟ୍ ଆଇ ୱାଣ୍ଟ ଟୁ ଗୋ କିନ୍ତୁ ମୁଁ ଯିବାକୁ ଚାହୁଁଛି ଆଇ ୱାଣ୍ଟ ଟୁ ଲର୍ନ ଟୁ ରିଡ୍ ଲାଇକ୍ ଗୋପୀ ଆଣ୍ଡ ରାମୁ ମୁଁ ଗୋପୀ ଓ ରାମୁଙ୍କ ଭଳି ପଢ଼ିବାକୁ ଚାହୁଁଛି ଆଇ ୱାଣ୍ଟ ଟୁ ନୋ ହ୍ୱାଇ ସ୍ପାଇଡର୍ସ ଆର୍ ୟେଲୋ ଇନ୍ ୟେଲୋ ଫ୍ଲାୱାର୍ସ ମୁଁ ଜାଣିବାକୁ ଚାହୁଁଛି ବୁଢ଼ିଆଣୀଟି ହଳଦିଆ ଫୁଲ ଭିତରେ କାହିଁକି ହଳଦିଆ ଦେଖାଯାଏ ହ୍ୱାଇ ବାମ୍ବୋ ଟ୍ରିଜ୍ ରସଲ୍ କାହିଁକି ବାଉଁଶ ଗଛ ଗୁଡ଼ିକ ଖସଖସ ଶବ୍ଦ କରନ୍ତି ରସଲ ମାନେ ପିଲାମାନେ ହେଲା ଖସଖସ ଶବ୍ଦ କରିବା ହାଇ ଦ ମୁନ୍ ଅଲୱେଜ୍ କମ୍ସ ଫ୍ରମ୍ ବିହାଇଣ୍ଡ ଦ ହିଲ୍ କାହିଁକି ଚନ୍ଦ୍ର ସବୁବେଳେ ପାହାଡ଼ ପଛରୁ ଆସେ ନେଭର ଦ ଅଦର ୱେ କାହିଁକି ଅନ୍ୟ ପ୍ରକାରେ ନୁହେଁ ହାଇ ଦ ବେବି ଫିସ୍ ଇନ୍ ଦ ଫିଲ୍ ୱାଟର ବିକମ୍ସ ଫ୍ରଗ୍ ହ୍ୱାଇ କାହିଁକି ଛୁଆ ମାଛଟା ବେଙ୍ଗ ହୋଇଯାଏ କାହିଁକି ଟପ୍ ଷ୍ଟେଟ୍ ଦ ରିଭର ଏତେ ଶୁଣି ନଦୀଟି କହିଲା ଅଟକି ଯାଅ ୟୁ ମେକ୍ ମି ବ୍ରେଥଲେସ୍ ତୁମେ ମୋତେ ଅଣନିଶ୍ୱାସୀ କରିଦେବ ସୋ ମେନି ହ୍ୱାଇ ଏତେ ଗୁଡ଼ିଏ କାହିଁକି ଆଇ କ୍ୟାନ୍ ଟେଲ୍ ୟୁ ହ୍ୱେୟାର ଦ ମୁନ୍ ଗୋଜ୍ ମୁଁ ତୁମକୁ କହିପାରିବି ଚନ୍ଦ୍ର କେଉଁଆଡ଼େ ଯାଏ ଦ ରିଭର ସେଡ୍ ସିକ୍ରେଟଲି ନଦୀଟି କହିଲା The river said secretly, it goes down towards the sea. ସେ ତଳମୁହାଁ ହୋଇ ସମୁଦ୍ରକୁ ଯାଏ ଆଇ ହାଭ୍ ସିନ୍ ମୁଁ ଦେଖିଛି ଇଟ୍ ଅଲୱେଜ୍ ଟେକ୍ସ ଦ ସେମ୍ ୱେ ଓଭର ଦ ମାଉଣ୍ଟେନ୍ସ ଆଣ୍ଡ ଡାଉନ୍ ଟୁ ଦ ସି ଲାଇକ୍ ମି ମୋ ଭଳି ଉଚ୍ଚ ପାହାଡ଼କୁ ଅତିକ୍ରମ କରି ତଳମୁହାଁ ହୋଇ ଏ ସମୁଦ୍ରକୁ ଯାଏ ଏହାପରେ ନେକ୍ସଟ ଦେଖିବା Even little Ramu goes to school, said ଜାହ୍ନବୀ ଜାହ୍ନବୀ କହିଲା ଏପରିକି କୁନି ପିଲା ରାମ ବି ବିଦ୍ୟାଳୟକୁ ଯାଉଛି ପିଟି ଦ ସ୍କୁଲ ଇଜ ନଟ୍ ବାଇ ଦ ସି said the river ନଦୀଟି କହିଲା ବଡ଼ ଦୁଃଖର କଥା ବିଦ୍ୟାଳୟଟା ସମୁଦ୍ର କୂଳରେ ନାହିଁ ଦେନ୍ ଆଇ କୁଡ୍ ଟେକ୍ ୟୁ ଆଲଙ୍ଗ ନଚେତ୍ ମୁଁ ତୁମକୁ ନେଇଯାଇଥାନ୍ତି you know but I suppose I could not really କିନ୍ତୁ ମୁଁ ଭାବୁଛି ବାସ୍ତବରେ ତା ମୁଁ କରିନଥାନ୍ତି you would get your feet wet କାରଣ ତୁମ ଗୋଡ଼ ଓଦା ହୋଇ ଯାଇଥାନ୍ତା and that would never do ତା କେବେ ହୋଇନଥାନ୍ତା I am afraid there's only one thing you can do ମୁଁ ଦୁଃଖିତ ଯେ କେବଳ ଗୋଟିଏ କାର୍ଯ୍ୟ ତାହା ତୁମେ କରିପାରିବ କ୍ୟାନ୍ ଆଇ ଡୁ ସମଥିଙ୍ଗ ଆସ୍କ ଜାହ୍ନବୀ ମୁଁ କିଛି କରିପାରିବି ଜାହ୍ନବୀ ପଚାରିଲା ୱେଲ୍ ଇଟ୍ସ ଅପ୍ ଟୁ ୟୁ ସେଡ୍ ଦ ରିଭର ଏହା ତୁମ ଉପରେ ନିର୍ଭର କରେ ନଦୀଟି କହିଲା ସିମ୍ସ ଟୁ ମି ଲିଟିଲ୍ ଗାର୍ଲ କ୍ୟାନ୍ ଡୁ as much as little boys they swim as fast as little boys ମୋତେ ଯାହା ଲାଗେ ନଦୀ କହୁଛି ମୋତେ ଯାହା ଲାଗେ ଯେ ଛୋଟ ଝିଅମାନେ ମଧ୍ୟ ଛୋଟ ପୁଅମାନଙ୍କ ଭଳି କାର୍ଯ୍ୟ କରିପାରନ୍ତି ଝିଅମାନେ ପୁଅମାନଙ୍କ ଭଳି ଶୀଘ୍ର ପହଁରି ପାରନ୍ତି ୟୁ ଜଷ୍ଟ ସ୍ଲିପ୍ along one morning and sit there in the school and listen to what's going on and maybe the teacher will let you stay ତୁମେ ଦିନେ ସକାଳେ ଘରୁ ଖସି ଯାଇ ବିଦ୍ୟାଳୟକୁ ଯାଅ ଏବଂ ଶ୍ରେଣୀ କକ୍ଷରେ ବସି ପଢ଼ ଏବଂ କ'ଣ ସବୁ ହେଉଛି ଦେଖ ହୁଏତ ଶିକ୍ଷକ ତୁମକୁ ରହିବାକୁ କହିପାରନ୍ତି ଏକଥା ନଦୀ ଜାହ୍ନବୀକୁ କହୁଛି ଆଇ କୁଡ୍ ନଟ୍ ଗ୍ୟାସ୍ପ ଜାହ୍ନବୀ I could not. They would scare me. They would chase me
out. Gasp ମାନେ ପିଲାମାନେ ହେଲା to breathe and hard quickly or with difficulty, କଷ୍ଟର ସହିତ ନିଶ୍ୱାସ ନେବା। ଜାହ୍ନବୀ କହୁଛି ମୁଁ ପାରିବି ନାହିଁ, ଅର୍ଥାତ୍ ଧଇଁ ସଇଁ ହେଇଯିବା, ଯୋଉଟା ଗ୍ୟାସ୍ପ ଧଇଁ ସଇଁ ହେଇ କହିବା। ମୁଁ ପାରିବି ନାହିଁ, ଧଇଁ ସଇଁ ହୋଇ କହିଲା ଜାହ୍ନବୀ। ଆଇ କୁଡ୍ ନଟ୍, ମୁଁ ପାରିବି ନାହିଁ। ଦେ ସ୍କେୟାର ମି, ସେମାନେ ମୋତେ ଭୟ ଦେଖାଇବେ। ଦେ ଉଡ୍ ଚେଜ୍ ମି ଆଉଟ୍, ସେମାନେ ମୋତେ ଗୋଡ଼ାଇ ବିଦ୍ୟାଳୟରୁ ତଡ଼ିଦେବେ। ଦ ରିଭର ଲାଫ୍ଡ, ନଦୀଟି ହସିଲା। ୟୁ ସ୍କେୟାର୍ଡ, ତୁମେ ଡରିଯିବ। ଦ ରିଭର ସେଡ୍, ନଦୀ କହିଲା। When you are not afraid of green lizard, ଯେତେବେଳେ ତୁମେ ନୀଳ ଏଣ୍ଡୁଅକୁ ଭୟ କର ନାହିଁ। or of the snake in the bamboo clump, clump ମାନେ ପିଲାମାନେ ହେଲା ବୁଦା, ଗହଳିଆ ଗଛ। ଯେତେବେଳେ ତୁମେ ନୀଳ ଏଣ୍ଡୁଅକୁ ଭୟ କର ନାହିଁ, ବାଉଁଶ ବୁଦାରେ ଥିବା ସାପକୁ ଭୟ କର ନାହିଁ। or the big train rattling past that bridge, ଏବଂ ରେଳକୁ ଭୟ କର ନାହିଁ, ଅର୍ଥାତ୍ ପୋଲ ଉପରେ ଯାଉଥିବା ରେଳକୁ ଭୟ କର ନାହିଁ। ଟ୍ରେନ୍ସ ଆର୍ ନଏଜି, ରେଳଗୁଡ଼ିକ ଭୟଙ୍କର ଶବ୍ଦ କରନ୍ତି। ଆଇ ପ୍ରିଫର ଶିପ୍ସ, ମୁଁ ଜାହାଜକୁ ପସନ୍ଦ କରେ। ସେଡ୍ ଦ ରିଭର, ନଦୀଟି କହିଲା। ଜାହ୍ନବୀ ନେଭର ନ୍ୟୁ ଦ ସ୍ନେକ୍ ଲିଭ୍ଡ ଇନ୍ ଦ ବାମ୍ବୋ କ୍ଲମ୍ପ, ଜାହ୍ନବୀ କେବେ ବି ଜାଣିନଥିଲେ ଯେ ବାଉଁଶ ବୁଦାରେ, କ୍ଲମ୍ପ ମାନେ ହେଲା ବୁଦା, ବାଉଁଶ ବୁଦାରେ ସାପ ରୁହନ୍ତୁ ବୋଲି। ହ୍ୱାଟ୍ ଆର୍ ଶିପ୍ସ, ଜାହାଜ ଗୁଡ଼ିକ କ'ଣ? ଯେହେତୁ ଜାହ୍ନବୀ ପୂର୍ବରୁ କେବେ ଜାହାଜ ଦେଖି ନାହିଁ, ତେଣୁ ସେ ଆଶ୍ଚର୍ଯ୍ୟ ହେଇ ପଚାରୁଛି ଜାହାଜ ଗୁଡ଼ିକ କ'ଣ? ସେ ପଚାରିଲା। ବିଗ୍ ବୋଟ୍ସ, ବଡ଼ ଡଙ୍ଗାମାନ। ସେଡ୍ ଦ ରିଭର, ନଦୀଟି କହିଲା ଏହା ହେଉଛି ବଡ଼ ଡଙ୍ଗା। So big that they can take hundreds of people and they sail along the sea with lights that shine all night. ଏଗୁଡ଼ି ଏତେ ବଡ଼ ଯେ ଏଗୁଡ଼ା ଶତାଧିକ ଲୋକକୁ ନେଇଯାଇପାରିବ ଏବଂ ସେମାନେ ସମୁଦ୍ର ରାତ୍ରି ସାରା ଯାତ୍ରା କରନ୍ତି। କାହା ସହ? ନା ଚକଚକ ଆଲୋକ ସହ। ଜାହ୍ନବୀ held her breath. Will they come here? she asked. ଜାହ୍ନବୀ ନିଶ୍ୱାସ ବନ୍ଦ କରି କହିଲା, ସେମାନେ କ'ଣ ଏଠିକୁ ଆସିବେ? I am afraid not, said the river. Too large, you know. Chandu's catamaran is good enough for me. Chandu can take you to see a ship someday. ନଦୀଟି କହିଲା, ମୁଁ କିନ୍ତୁ ଭୟ କରେ ନାହିଁ, ତୁମେ ଜାଣ ସେଗୁଡ଼ିକ ବହୁତ ବଡ଼। ଚନ୍ଦୁର ଡଙ୍ଗା ମୋ ପାଇଁ ବହୁତ ଭଲ। ଚନ୍ଦୁ ତୁମକୁ ଦିନେ ଜାହାଜ ଦେଖିବାକୁ ନେଇଯିବ। କାଟାମାରାନ ପିଲାମାନେ, ଏହା ହେଉଛି ଏକ ପ୍ରକାର ଛୋଟ ଡଙ୍ଗା। ଦେ ଉଡ୍ ନେଭର ଲେଟ୍ ମି, ୱେଲ୍ଡ ଜାହ୍ନବୀ। ୱେଲ୍ଡ ମାନେ ହେଲା ପିଲାମାନେ କାନ୍ଦି ଉଠି ଅଭିଯୋଗ ଆଣିବା ବା କାହା ବିଷୟରେ କାନ୍ଦି କାନ୍ଦି ଅଭିଯୋଗ କରିବା। ସେମାନେ ମୋତେ କେବେ ହେଲେ ଛାଡ଼ିବେ ନାହିଁ, ଜାହ୍ନବୀ କାନ୍ଦି ଉଠିଲା। Trying to go school fast, said the river. Remember, it's up to you. ନଦୀଟି କହିଲା, ତୁମେ ପ୍ରଥମେ ବିଦ୍ୟାଳୟକୁ ଯିବାକୁ ଚେଷ୍ଟା କର, ମନେ ରଖ ଏହା ତୁମ ଉପରେ ନିର୍ଭର କରେ। ଜାହ୍ନବୀ gathered courage, ଜାହ୍ନବୀ ସାହସ ଜୁଟାଇଲା। The next day she reached the school, panting and out of breath, and stood by the door listening while the teacher read out the lesson. ତା ପରଦିନ ସେ ବିଦ୍ୟାଳୟରେ ପହଞ୍ଚିଲା। ଘନ ଘନ ନିଶ୍ୱାସ ନେଇ ସେ ଶ୍ରେଣୀର ଦ୍ୱାର ଦେଶରେ ଛିଡ଼ା ହୋଇ ଶିକ୍ଷକ ପଢ଼ାଉଥିବାର ଶୁଣୁଥିଲା। It was a story about a prince called Ashoka who became a great king. ଏହା ଏକ ଗପ ରାଜକୁମାର ଅଶୋକଙ୍କ ବିଷୟରେ, ଯିଏ ଦିନେ ଜଣେ ମହାନ ରାଜା ହୋଇଥିଲେ। Little Apu had fallen asleep on her shoulder. କୁନି ପିଲା ଆପୁ ତା କାନ୍ଧରେ ଶୋଇପଡ଼ିଲାଣି। She crept nearer and nearer till she was in the back row. ସେ ନୀରବରେ ଧୀରେ ଧୀରେ ନଇଁ ନଇଁ ମାଟି ଚଟାଣ ଉପରେ ପଛ ଧାଡ଼ିକୁ ଚାଲିଗଲା। Squatting with the
with the others on the earthen floor. ସ୍କ୍ୱାଟିଂ ମାନେ ଯେ ଗୋଇଠି ଉପରେ ବସି ପଡ଼ିବା। ତ ସେ ଧୀରେ ଧୀରେ ପଛ ଧାଡ଼ିକୁ ଚାଲିଗଲା ଏବଂ ମାଟି ଭୂମି ଉପରେ ବସିଲା। ଲିଟିଲ୍ ଆପୁ ମେଡ୍ ନୋ ନଏଜ୍ ଆଣ୍ଡ ସି ଲିସିନ୍। କାନ୍ଧରେ ଥିବା ଆପୁ କିଛି ବି ଶବ୍ଦ କରୁନଥିଲା ଏବଂ ସେ ଶୁଣିବାକୁ ଲାଗିଲା ଯାହା ଶିକ୍ଷକ ପଢ଼ାଉଥିଲେ। Where did you spring from, little girl? ଏହି ସମୟରେ ଶିକ୍ଷକ ପଚାରିଲେ, ଏ କୁନି ଝିଅ ତୁମେ କେଉଁଠୁ ଆସିଲ? And what is your name? ଏବଂ ତୁମ ନାମ କ'ଣ? You are new in my class. ତୁମେ ମୋ ଶ୍ରେଣୀରେ ନୂଆ ଆସିଛ। She is ଗୋପୀ sister. ସେ ହେଉଛି ଗୋପୀର ଭଉଣୀ। ଗୋପୀ in the next class. ଗୋପୀ ଆର ଶ୍ରେଣୀରେ ଅଛି। said one of the boys. ଜଣେ ବାଳକ କହିଲା। It is ଜାହ୍ନବୀ, said another. ଆଉ ଜଣେ କହିଲା, ଏ ହେଉଛି ଜାହ୍ନବୀ। So you are ଗୋପୀ's little sister. Nice lad, ଗୋପୀ। ଶିକ୍ଷକ କହିଲେ, ଆଚ୍ଛା ତୁମେ ଗୋପୀର ସାନ ଭଉଣୀ। ଗୋପୀ ବହୁତ ଭଲ ପିଲାଟେ। If you really want to come to my school, Jahnavi, the teacher had said, we'll talk to your father about it. Don't you worry. We will find a way. ତାପରେ ଶିକ୍ଷକ କହିଲେ, ତୁମେ ଯଦି ବାସ୍ତବରେ ବିଦ୍ୟାଳୟକୁ ଆସିବାକୁ ଚାହୁଁଛ, ଆମେ ତୁମ ବାପାଙ୍କ ସାଥିରେ କଥା ହେବୁ। ବ୍ୟସ୍ତ ହୁଅ ନାହିଁ, ଆମେ ଏକ ରାସ୍ତା ବାହାର କରିଦେବୁ। ଜାହ୍ନବୀ saw the teacher walking up the steps to their gate the next evening. ତା ପରଦିନ ସନ୍ଧ୍ୟାରେ ଜାହ୍ନବୀ ଦେଖିଲା evening when she was lighting the lamp. ତା ପରଦିନ ସନ୍ଧ୍ୟାରେ ଜାହ୍ନବୀ ଯେତେବେଳେ ଲ୍ୟାମ୍ପ ଲଗାଉଥିଲା, ଶିକ୍ଷକ ତାଙ୍କ ଘରର ଫାଟକ ଆଡ଼କୁ ଆସୁଥିବାର ଦେଖିଲା। ସନ୍ଧ୍ୟା ସମୟରେ ଜାହ୍ନବୀ ଯେତେବେଳେ ଲ୍ୟାମ୍ପ ଜଳାଉଥିଲା, ସେଇ ସମୟ ଦେଖିଲା ଶିକ୍ଷକ ତାଙ୍କ ଘରର ଫାଟକ ଆଡ଼କୁ ଆସୁଛନ୍ତି। She could see her father scratching his cheek the way he did when he was worried. ଜାହ୍ନବୀ ଦେଖିଲା ତା ବାପା ଗାଲକୁ କୁଣ୍ଡାଉଛନ୍ତି ଯେତେବେଳେ ସେ ଅଧିକ ବ୍ୟସ୍ତ ହୋଇଯାଆନ୍ତି, ଏପରି କରନ୍ତି। The teacher was nodding and saying something she could not make out. ଶିକ୍ଷକ ମୁଣ୍ଡ ହଲାଇ କିଛି କହୁଥିବାର ସେ ଦେଖିଲା, କିନ୍ତୁ କିଛି ବୁଝିପାରୁ ନଥିଲା। And mother said, little Jahnavi, I shall miss you when you go to school. ମା କହିଲେ, କୁନି ଝିଅ ଜାହ୍ନବୀ, ତୁ ବିଦ୍ୟାଳୟକୁ ଗଲେ ମୁଁ ତ ଅନୁପସ୍ଥିତି ଅନୁଭବ କରିବି। Girls should learn as much as they want. ଝିଅମାନେ କିନ୍ତୁ ଯେତେ ପର୍ଯ୍ୟନ୍ତ ଚାହାନ୍ତି ପଢ଼ିବା କଥା। When I was your age, I want to go to school. ଯେତେବେଳେ ମୁଁ ତୋ ବୟସରେ ଥିଲି, ମୁଁ ବିଦ୍ୟାଳୟକୁ ଯିବାକୁ ଇଚ୍ଛା କରୁଥିଲି। But your grandmother said no. କିନ୍ତୁ ତୋର ଆଈ ମନା କଲେ। But now I am glad the teacher came to talk to your father. କିନ୍ତୁ ଆଜି ମୁଁ ଖୁସି ଯେ ଶିକ୍ଷକ ତୋ ପାଇଁ ତୋ ବାପାକୁ କହିବାକୁ ଆସିଲେ। And Jahnavi said, mother, when I grow up, I will be a teacher. ଜାହ୍ନବୀ କହିଲା, ମା ମୁଁ ବଡ଼ ହେଲେ ଜଣେ ଶିକ୍ଷକ ହେବି। I will go from house to house in our village and ask all the little girls to come to my school. ଏବଂ ମୁଁ ଗ୍ରାମରେ ଘରକୁ ଘର ଯାଇ ଝିଅମାନଙ୍କୁ ମୋ ବିଦ୍ୟାଳୟକୁ ପଢ଼ିବାକୁ ଆସିବାକୁ କହିବି। And I will teach them all that I am going to learn. ମୁଁ ସେମାନଙ୍କୁ ଶିକ୍ଷା ଦେବି ଯାହା ମୁଁ ଶିକ୍ଷା କରିବାକୁ ଯାଉଛି। And she went down the path between the fields the next morning before school began to meet the river. ତା ପରଦିନ ସକାଳେ ବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ ସେ ଜମିରେ ଚାଲି ଚାଲି ନଦୀ ପାଖକୁ ଗଲା।
I did it ଏବଂ କହିଲା she told the river ଏବଂ ନଦୀକୁ କହିଲା ମୁଁ ଏହା କରିଦେଲି। I was scared ମୁଁ ଡରି ଯାଇଥିଲି but I did it କିନ୍ତୁ ମୁଁ ଏହା କରିପାରିଲି। And they are letting me go ଏବଂ ସେମାନେ ମୋତେ ଯିବାକୁ ଦେଲେ। I am going to learn to write my name and do sums ମୁଁ ବର୍ତ୍ତମାନ ଯାଉଛି ମୋ ନାମ ଲେଖିବା ଏବଂ ଗଣିତ କଷିବା ଶିଖିବି। And I am going to find out why our little fishes in the rice fields turn into frogs ଏବଂ ମୁଁ ଜାଣିବାକୁ ଚାହୁଁଛି ଯେ ଆମ ଧାନ କିଆରେ ଥିବା ଛୋଟ ମାଛ ଗୁଡ଼ିକ ବେଙ୍ଗ କାହିଁକି ହୋଇଯାଆନ୍ତି। See here the river sleepy chuckle come again little girl and I will tell you all about the ships that sail the sea chuckle ମାନେ ପିଲାମାନେ ହେଉଛି ମୃଦୁ ହାସ୍ୟ। ସେ ନଦୀଟି ଧୀର ଭାବରେ କହୁଥିବାର ଶୁଣିଲା ଏ କୁନି ଝିଅ ତୁମେ ଆଉ ଥରେ ଆସ ମୁଁ ତୁମକୁ କହିବି ଜାହାଜ ମାନେ କିପରି ସମୁଦ୍ରରେ ଯାତ୍ରା କରନ୍ତି। ପିଲାମାନେ ଏଇଠି ଏଇ ବିଷୟଟି ସରିଯାଇଛି। এই ବିଷୟର ଲେଖକ ହେଉଛନ୍ତି କମଳା ନାୟର ଆଣ୍ଡ ଏକ୍ସଟ୍ରାକ୍ଟ ଆଡପ୍ଟେଡ୍ ଫ୍ରମ୍ ଦ ଡେ ରିଭର୍ସ ବ୍ଲଗ। ଏହା ଦ ଡେ ରିଭର୍ସ ବ୍ଲଗ ସେହି ବିଷୟରୁ ଆସିଅଛି ଏହି ଅଂଶଟି। ତୁମେ ଏହି ବିଷୟରେ ଥିବା ଡିଫିକଲ୍ଟ ୱାର୍ଡ ଏବଂ ସେଗୁଡ଼ିକ ମିନିଂର ଦେଖିନିଅ। ସ୍ପ୍ଲାଷ୍ଟ ପ୍ଲାଷ୍ଟ ମାନେ ହେଉଛି ଭୂମି ଉପରେ ଟୋପା ଟୋପା ହୋଇ ପଡ଼ିଲା। ସ୍ୱେପ୍ଟ ମାନେ ବୋହିଗଲା ବା ଝାଡ଼ିଦେଲା। ସ୍ଲିଥର୍ଡ ସ୍ଲିଥର୍ଡ ମାନେ ଘୁଷୁରି ଘୁଷୁରି ଗଲା। ମର୍ମରିଂ ମାନେ ଗୁଣୁ ଗୁଣୁ ହେବା। ଷ୍ଟାର୍ଟଲ୍ଡ ମାନେ ହଠାତ୍ ଆଶ୍ଚର୍ଯ୍ୟ ହେଲା। ଥିକେଟ୍ ଏକ ଘଞ୍ଚ ବୁଦା ବା ବୃକ୍ଷ ଗହଳି। ଶ୍ରିକ୍ଡ ଚିତ୍କାର କଲା। ପଜଲ ବିବ୍ରତ ହେଲା। ମାଇଣ୍ଡିଂ ମାନେ ଟେକ୍ କେୟାର ଧ୍ୟାନ ଦେବା ବା ଯତ୍ନ ନେବା। ସୋପ୍ ମାନେ କାନ୍ଦିବା। ରସଲ ମାନେ ପତ୍ର ହଲିବାର ଶବ୍ଦ। ବ୍ରେଥଲେସ୍ ଆଉଟ୍ ଅଫ୍ ବ୍ରେଥ୍ ଅର୍ଥାତ୍ ଶ୍ୱାସରୁଦ୍ଧ ହେଇଯିବା ବା ଅଣନିଶ୍ୱାସ ହେଇଯିବା। କନସ୍ପିରେସନାଲି ସେ ଗୋପନ ଷଡ଼ଯନ୍ତ୍ର କରିବା। ସ୍ଲିପ୍ ମାନେ ଖସିଯିବା। ତାପରେ କାଟାମାରାନ ଏକ ପ୍ରକାର ଛୋଟ ଡଙ୍ଗା। ପ୍ୟାଣ୍ଟିଂ ହେଉଛି ଦୌଡ଼ିବା ଯୋଗୁଁ ଖର ନିଶ୍ୱାସ ବା ଅଣନିଶ୍ୱାସ ହେବା ଜୋର ଜୋର ନିଶ୍ୱାସ ନେବା। କ୍ରିଏଟ୍ ମାନେ ଲୁଚି ଲୁଚି ଗଲେ। ସ୍ପ୍ରିଙ୍ଗ ଫ୍ରମ୍ ସୃଷ୍ଟି ହେବା ବା ବାହାରିବା। ସ୍କ୍ୱାଟିଂ ସ୍କ୍ୱାଟିଂ ମାନେ ଜଣେ ନିଜ ଗୋଇଠି ଉପରେ ମାଟିରେ ବସିବା। ଇର୍ଦନ ଫ୍ଲୋର ମାଟିର ଚଟାଣ। ସ୍କ୍ରାଚିଂ ମାନେ କୁଣ୍ଡାଇବା। ତାପରେ ଅଛି ସ୍ଲିପ୍ ସ୍ଲିପ୍ ମାନେ ଖସିଯିବା। ଚେଜ୍ ଆଉଟ୍ ମାନେ ଘଉଡ଼ାଇ ଦେବା। ଗ୍ୟାସ୍ପ ମାନେ ଆଶ୍ଚର୍ଯ୍ୟ ହୋଇ ସଁ ସଁ ହୋଇ ନିଶ୍ୱାସ ନେବା। ରାଟଲିଂ ମାନେ ଖଡ଼ ଖଡ଼ ଶବ୍ଦ। କ୍ଲମ୍ ମାନେ ଗଛର ଗୋଛା ବା ବୁଦା ଗଛର ବୁଦା। ଏଠି ପିଲାମାନେ ୱେଲ୍ଡ WAILED ୱେଲ୍ଡ ମାନେ ଜୋରରେ କାନ୍ଦିଲା। ତାପରେ ଓରିଡ୍ ମାନେ ଚିନ୍ତିତ। ନୋଡ୍ ମାନେ ରାଜି ହେବା ଉଦ୍ଦେଶ୍ୟରେ ମୁଣ୍ଡ ହଲାଇବା। ମେକ୍ ଆଉଟ୍ ଟୁ ଅଣ୍ଡରଷ୍ଟାଣ୍ଡ ମାନେ ବୁଝିପାରିବା ଏବଂ ଚକଲ ମାନେ ମୃଦୁ ହାସ୍ୟ। ପିଲାମାନେ ଏହି କଠିନ ଶବ୍ଦ ଗୁଡ଼ିକର ଅର୍ଥ ତୁମେ ମନେ ରଖିବା ସହିତ ଏଗୁଡ଼ିକ ସ୍ପେଲିଂ ମଧ୍ୟ ତୁମେ ମନେ ରଖିବ ଯାହାଫଳରେ ତୁମକୁ ଯେତେବେଳେ ଏକ୍ଜାମରେ ଆନ୍ସର ଲେଖିବ ଏଗୁଡ଼ିକ ତୁମକୁ ବହୁତ ହେଲ୍ପ କରିବ। ତେବେ ଆଜିର କ୍ଲାସ୍କୁ ଆମେ ଏଇଠି ରଖିବା। ଯଦି ତୁମକୁ ଏଇ କ୍ଲାସ୍ଟି ଭଲ ଲାଗିଥାଏ ତେବେ ତୁମେ ଏହାକୁ ଲାଇକ୍ କରିବା ସହିତ ତୁମମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବ ଏବଂ କମେଣ୍ଟ ବକ୍ସରେ ତୁମର ମତାମତ ଜଣାଇବାକୁ ଆଦୌ ଭୁଲିବ ନାହିଁ। ଧନ୍ୟବାଦ।